କହୁଥିବା ଓ କମ୍ କହୁଥିବା ଲୋକଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ। ଠିକ ସମୟରେ ଠିକ ଜାଗାରେ ଠିକ କଥା ହିଁ କହନ୍ତି, ଆଉ ଏମାନେ ଧୋକା ଦିଅନ୍ତି ନାହିଁ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 2 ଜୁନ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ମଙ୍ଗଳଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନେ ଯାହାକି ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ତେବେ ଯେଉଁମାନେ ମୋତେ ପ୍ରଥମ କରି ଦେଖୁଛନ୍ତି ସେମାନେ ସବସ୍କ୍ରାଇବ କରେଇ ନିଅନ୍ତୁ ଏବଂ ବେଲ୍ ଆଇକନ୍ ବଟନ୍ ଦବାଇ ଦିଅନ୍ତୁ। ତତ୍ସହିତ ଲାଇକ୍ ଏବଂ କମେଣ୍ଟ ନିଶ୍ଚିତ କରନ୍ତୁ ଏବଂ ସମୟ ଥିଲେ ପୁରା ଭିଡିଓ ଦେଖି ମୋତେ ସପୋର୍ଟ କରନ୍ତୁ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁନ ମାସ 2 ତାରିଖ, ଓଡ଼ିଆ ଜ୍ୟେଷ୍ଠ ମାସ 19 ଦିନ, ମଙ୍ଗଳବାର, କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି ଯାହା ଅପରାହ୍ନ 5:28 ପର୍ଯ୍ୟନ୍ତ ରହୁଛି। ତାପରେ ତୃତୀୟା ତିଥି ଆରମ୍ଭ ହଉଛି। ଆଜି ମୂଳା ନକ୍ଷତ୍ର ଯାହା ରାତ୍ରି 8:46 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ପୂର୍ବଷାଢ଼ା ନକ୍ଷତ୍ର ଆରମ୍ଭ ହଉଛି। ଆଜି ଧନୁ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ଯାହା ପ୍ରାପ୍ତ 5:04 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:21। ଆଜି ଯୁଗ୍ନି ରହିଛି ଉତ୍ତର ଦିଗେ ଅପରାହ୍ନ 5:28 ପରେ ଯୁଗ୍ନି ଅଗ୍ନି କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ ଅପରାହ୍ନ 5:28 ପରେ ପୁଣି 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁ ହାନି, ତତ୍ସହିତ କୃଷି ସନ୍ତାନ ହାନି। ଆଜି ଦ୍ୱିତୀୟାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ବୋଇତ କଖାରୁ, ତତ୍ସହିତ ପୁଟୁଳ ଭୋଜନ ନିଷେଧ ରହିଛି। ଆଜିର ଅଶୁଭ ବେଳା ଯାହା ଦିବା 6:43 ରୁ ଦିବା 8:20 ମଧ୍ୟ ରହିଛି 12 ବେଳା। ସେହିଭଳି ଦିବା 1:19 ରୁ ଦିବା 2:53 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 3:05 ରୁ ଦିବା 4:44 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 6:42 ରୁ ରାତ୍ରି 9:05 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 9:04 ରୁ ଦିବା 12:17 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ରାତ୍ରି 7:09 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 9:07 ରୁ ରାତ୍ରି 10:22 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 12:46 ରୁ ରାତ୍ରି 3:09 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ଶୁଭ ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ତେବେ ଏବେ ଚାଲନ୍ତୁ ଜାଣିବା 4 ଜୁନ 2026 ର ଶୁଭ କାର୍ଯ୍ୟ ଗୁଡ଼ିକ। ଆଜି କୌଣସି ଶୁଭ କାର୍ଯ୍ୟ ନାହିଁ। ତେବେ ଏବେ ଚାଲନ୍ତୁ ଜାଣିବା ଆଜିର ଗ୍ରହର ସ୍ଥିତି। ଆଜି ମେଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ବୃଷ ରାଶିରେ ରବି ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ଶୁକ୍ର ଏବଂ ବୁଧ ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ବୃହସ୍ପତି ସଞ୍ଚରଣ କରୁଛନ୍ତି, ସିଂହ ରାଶିରେ କେତୁ ସଞ୍ଚରଣ କରୁଛନ୍ତି, ଧନୁ ରାଶିରେ ଚନ୍ଦ୍ର ସଞ୍ଚରଣ କରୁଛନ୍ତି, କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି, ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ଧନୁ ରାଶିରେ ସଞ୍ଚରଣ କରୁଛନ୍ତି ଯାହାକି ମୂଳା ନକ୍ଷତ୍ରରେ ମଙ୍ଗଳବାରରେ। ତେବେ ଏହି ମୂଳା ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ଜାତ ବ୍ୟକ୍ତି ମାନଙ୍କ ପାଇଁ
କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ, କଣ ଆଜି ସ୍ନାନ କରିବେ, କଣ ଆଜି ଦାନ କରିବେ, କଣ ଆଜି ଉପାୟ କରିବେ, ଯାହା କରିକି ଆଜି ଦିନକୁ ଶ୍ରେଷ୍ଠ କରିପାରିବେ। ତେବେ ଜାଣିବା ଆଜିର ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସୁଛି ପୁରା ଦିନର ହାଲଚାଲ। ତେବେ ଯେଉଁମାନେ ମତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ ମୁଁ କହି ରଖୁଅଛି ଯେ ସେମାନଙ୍କର ଜନ୍ମ ରାଶିର ରାଶିଫଳ ଦେଖିବେ। ତେବେ ଯେଉଁମାନେ ରାଶିଫଳ ଜାଣିନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିରୁ ରାଶିଫଳ ଦେଖିପାରିବେ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣଙ୍କୁ ବାଧାଯୁକ୍ତ ରହିପାରେ, ମନରେ ଅନେକ ପ୍ରକାର ଅଶାନ୍ତି ରହିପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟଚାପ ବଢିବ। ତତ୍ସହିତ ନିଜ ଲୋକଙ୍କ ସହିତ ଯୁକ୍ତିତର୍କ ବଢିବ। ପରିବାର ବର୍ଗ ତତ୍ସହିତ ବନ୍ଧୁ ବର୍ଗ ପ୍ରେମ ଜଗତରେ ଆପଣ ମାନସିକ ଅସ୍ଥିରତା ଦେଖାଦେବ। ତେବେ ବିଶେଷ କରି ଅଫିସ ଜନିତ କାର୍ଯ୍ୟରେ ସହଯୋଗ ମିଳିବା କଷ୍ଟକର। ଆଜି ଛାତ୍ରଛାତ୍ରୀ ମାନଙ୍କର ପାଠ ପଢାରେ ଅବହେଳା ଯୁକ୍ତ ରହିବ, ବିଭିନ୍ନ ସମସ୍ୟା ଭିତରେ ଗତି କରିବେ। ତତ୍ସହିତ ଦୂରଯାତ୍ରା ଆଜି କରନ୍ତୁ ନାହିଁ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ନେଇ ବିଭିନ୍ନ ପ୍ରକାର ଚିନ୍ତିତ ରହିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟକୁ ଆଜି ଚେଞ୍ଜ କରିବା ପାଇଁ ଆପଣ କ୍ଷୀର ମିଶ୍ରି ଦାନ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ। ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ସମସ୍ତ ପ୍ରକାର ସୁଖ ବୃଦ୍ଧି, ମାନ ସମ୍ମାନ ବୃଦ୍ଧି, ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବଢିବ। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ହସ ଖୁସିରେ ଦିନ କଟେଇବ, ଅର୍ଥାତ୍ ଆପଣଙ୍କର କାର୍ଯ୍ୟ ପ୍ରଶଂସା ଯୁଗ ରହୁଛି। ଶୁଭ କାର୍ଯ୍ୟ ପାଇଁ ଆଜି ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଅନୁକୂଳ ଯୁଗ ରହୁଛି। ଧାର୍ମିକ କାର୍ଯ୍ୟ କରିପାରନ୍ତି, ପୂଜା ପାଠରେ ମନ ବଢିବ। ଆକସ୍ମିକ ଭାବେ ଆପଣ ବେପାର ବାଣିଜ୍ୟରେ ଯାହାକି ଭୂମି ବା ବାହନ ଜନିତ କ୍ଷେତ୍ରରେ ଆପଣ ଅନେକ ପ୍ରକାର ସଫଳତା ଯୁଗ ରହୁଛି, ଅର୍ଥ ସଞ୍ଚୟ କରିପାରନ୍ତି। ତେବେ ଆଜି ଦୂରଯାତ୍ରା କରୁଥିଲେ ନିଶ୍ଚିତ ବୃଷ ରାଶି ବ୍ୟକ୍ତି ସଫଳତା ଆଡକୁ ଅଗ୍ରଗତି କରିପାରନ୍ତି। ଆଜି ବୃଷ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଚେଞ୍ଜ କରିବା ପାଇଁ ଆପଣ ଆଜି ରୂପା ମୁଦି ଧାରଣ କରନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମସ୍ତ ପ୍ରକାର କାର୍ଯ୍ୟରେ ସଫଳତା ପାଇବେ। ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ଶୁଭ ଯୁଗ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ଶିକ୍ଷାଗତ କ୍ଷେତ୍ରରେ ଆଗକୁ ବଢିବେ। ତତ୍ସହିତ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେବ, ଶକ୍ତି ପ୍ରଦର୍ଶନ କରିବେ ଓ ଶତ୍ରୁ ମାନଙ୍କୁ ବିଜୟ ପ୍ରାପ୍ତ ଯୁଗ ରହୁଛି। ଆଜି ଆପଣଙ୍କର ଯାହାକି ବନ୍ଧୁ ପରିବାର ବର୍ଗ ତତ୍ସହିତ ପ୍ରେମ ସମ୍ବନ୍ଧରେ ଭାଗ୍ୟ ଅତି ଉତ୍ତମ ଯୁଗରେ ରହୁଛି। ତତ୍ସହିତ ଆପଣ ନିଶ୍ଚିତ ଆଜି ହସ ଖୁସିରେ ଦିନ କଟେଇବେ। ନୂତନ ପ୍ରେମ ପାଇଁ ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରୀଭୂତ ହେବ ଆଜି। ତତ୍ସହିତ ଦୂରଯାତ୍ରା କରୁଥିଲେ ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ କେଶର ତିଳକ ଲଗାନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟ ଆକସ୍ମିକ ଭାବେ ସମ୍ପୂର୍ଣ୍ଣ ହବାର ଯୁଗ ରହୁଛି। ଭାଗ୍ୟ ଆପଣଙ୍କର ଆଜି ବୃଦ୍ଧି ଯୁଗ ରହୁଛି। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତି ନିଜର ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିବେ। ମିତ୍ରଙ୍କ ଦ୍ୱାରା ଆପଣଙ୍କର ଭାଗ୍ୟ ବା ଉତ୍ତମ କାର୍ଯ୍ୟ ସମ୍ପୂର୍ଣ୍ଣ ହବାର ପୂର୍ଣ୍ଣ ଯୁଗ ରହୁଛି। ମାନ ସମ୍ମାନ ବୃଦ୍ଧି ହେବ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦବଦବା ବଢିବ। ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ପ୍ରଶଂସା ସହିତ ଇଣ୍ଟରଭ୍ୟୁ ଏକ୍ଜାମ
କରୁଥିଲେ सकल प्रकार कार्य संपूर्ण रहिबो। प्रेम वार्तालाप ପାଇଁ ଆଜି ଉତ୍ତମ ଯୁଗ ରହୁଛି। ବନ୍ଧୁ ବର୍ଗ ସହିତ ଭଲ ସମ୍ପର୍କ ସହିତ ପରିବାର ବର୍ଗଙ୍କ ସହିତ ମଧ୍ୟ ହସ ଖୁସିରେ ଦିନ କଟିବ। ଶତ୍ରୁ ମାନଙ୍କ ସହିତ ଆପଣ ବିଜୟ ପ୍ରାପ୍ତ କରିବେ, ଅର୍ଥାତ୍ ଯେକୌଣସି କାର୍ଯ୍ୟରେ ଭାଗ ନିଅନ୍ତୁ ନା କାହିଁକି ବିଜୟ ହେବେ। ତତ୍ସହିତ ଆୟ ଠାରୁ ବ୍ୟୟ ଆପଣଙ୍କର କମ ରହିବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆଜି ଦୂରୀଭୂତ ହବାର ଅନେକ ଚାନ୍ସ ରହୁଛି। ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ ଛୋଟ କନ୍ୟାଙ୍କୁ କଦଳୀ ଦିଅନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ମାନ ସମ୍ମାନ ବୃଦ୍ଧି ଯୁଗ ରହୁଛି। ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହେବ। ବେପାର ବାଣିଜ୍ୟରେ ନିଶ୍ଚିତ ସଫଳତା ପାଇବେ, କିନ୍ତୁ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, କ୍ଷତି ମଧ୍ୟ ପଡ଼ିବାକୁ ପଡ଼ିପାରେ। ତେବେ ଆଜି ସିଂହ ରାଶି ବ୍ୟକ୍ତି ବିଶେଷ କରି ଗାଡ଼ି ପରିଚାଳନା ବା ଯେକୌଣସି ରିସ୍କଫୁଲ କାର୍ଯ୍ୟ କରୁଥିଲା ବେଳେ ସାବଧାନ ସହକାରେ ନିଜର କାର୍ଯ୍ୟ କରନ୍ତୁ, ନହେଲେ ବିଭିନ୍ନ ପ୍ରକାର କଷ୍ଟ ଦୁର୍ଘଟଣା ଜନିତ କାର୍ଯ୍ୟ ବା ଯୁଗ ବନେଇ ଦେଇପାରେ। ଏହା ପ୍ରତି ନିଶ୍ଚିତ ସିଂହ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟ ସହଯୋଗ ମିଳିବ। ତତ୍ସହିତ ବିଶେଷ କରି କାର୍ଯ୍ୟଚାପ ବଢିପାରେ, ଏହା ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଦୂରଯାତ୍ରା କରୁଥିଲେ ସଫଳତା ପ୍ରାପ୍ତ ଯୁଗ ରହୁଛି। ଆଜି ସ୍ୱାସ୍ଥ୍ୟ ଟିକେ ଆପଣଙ୍କ ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ନିଜ ପକେଟରେ ଲାଲ ରୁମାଲ ରଖନ୍ତୁ, ଭାଗ୍ୟ ଅଧିକ ସଫଳତା ଆଡକୁ ଅଗ୍ରଗତି କରିବ। ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର ସୁଖ ଯୁଗ ନାଶ ଯୁଗ ରହୁଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ସାବଧାନ ସହକାରେ କରନ୍ତୁ। ମାନସିକ ଅଶାନ୍ତି ବଢିପାରେ, ନିଜ ଲୋକଙ୍କ ସହିତ ବୈଚାରିକ ମତଭେଦ ଆସିପାରେ, ଏହା ପ୍ରତି ଧ୍ୟାନ ଦିଅନ୍ତୁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଭୋଜନ ନିଦ ଜଳଜନିତ ସମସ୍ୟା ଅନେକ ପ୍ରକାର ଦେଖା ଦେଇପାରେ ବା ଜଳଜନିତ ଭୟଯୁକ୍ତ ରହୁଛି, ତେଣୁ ବିଶେଷ କରି ଏହା ପ୍ରତି ସାବଧାନ ରହିବା ସହିତ ସ୍ତ୍ରୀ ବର୍ଗଙ୍କ ସହିତ ଆଦୌ କଳହ ଝଗଡ଼ା କରନ୍ତୁ ନାହିଁ, ନହେଲେ ବହୁଦିନ ପାଇଁ ଏହା ସମସ୍ୟା ବଢେଇ ଯିବ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଚାପ ବଢିବ। ବିଶେଷ କରି ଆପଣ ଦୈନନ୍ଦିନ କାର୍ଯ୍ୟରେ ବିଳମ୍ବ ଯୁକ୍ତ ରହିବ। ଆଜି ଦୂରଯାତ୍ରା ନ କରିଲେ ଭଲ। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଚେଞ୍ଜ କରିବା ପାଇଁ ବା ଆସୁଥିବା ସମସ୍ୟାର ସମାଧାନ କରିବା ପାଇଁ ଆଜି ଟିକେ ଗଣେଶଙ୍କ ଉପାସନା କରନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଲାଭ ଯୁଗ ରହୁଛି। ନୂତନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ କରିବେ। ସରଳତାର ଅର୍ଥ ଯାହାକି ପ୍ରାପ୍ତ ଯୁଗ ରହୁଛି। ଆଜି ଯାହାକି ଅର୍ଥ ସଞ୍ଚୟ ମଧ୍ୟ କରିବେ। ତେବେ ଆଜି ତୁଳା ରାଶି ବ୍ୟକ୍ତି ପରିବାର ବର୍ଗ ବନ୍ଧୁ ବର୍ଗ ପ୍ରେମ ଜଗତରେ ଭାଗ୍ୟ ଅତି ଚମତ୍କାର ଯୁଗ ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ କାର୍ଯ୍ୟସିଦ୍ଧି ଯୁଗ ରହୁଛି। ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବା ସହିତ ତୁଳା ରାଶି ବ୍ୟକ୍ତି ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ଶୁଭ ଯୁଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ପ୍ରିୟଜନଙ୍କର ବିଶେଷ କରି ମିତ୍ର ବା ବନ୍ଧୁଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟସିଦ୍ଧି ଯୁଗ ରହୁଛି। ଅନେକ ବଡ଼ ବଡ଼ କାର୍ଯ୍ୟ ସଫଳତା ଶୀର୍ଷ ସ୍ଥାନରେ ପହଞ୍ଚି ପାରନ୍ତି। ଦୂରଯାତ୍ରା କରିଲେ ସକଳ ପ୍ରକାର ଶୁଭ ଯୁଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଅଧିକ ସଫଳତା କରିବା ପାଇଁ ମହୁ ଏବଂ କ୍ଷୀର ଯାହାକି ଖାଇକି କାର୍ଯ୍ୟ ଆରମ୍ଭ କରନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ କାର୍ଯ୍ୟହାନି ଯୁଗ ରହୁଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ରାଜନୈତିକ ସାମାଜିକ କ୍ଷେତ୍ରରୁ ଦୂରତା ଅବଲମ୍ବନ କରନ୍ତୁ। ମାନସିକ ଅଶାନ୍ତି ରହିବ। ନିଜ ଲୋକ ପରିଜନଙ୍କ ସହିତ ବୈଚାରିକ ମତଭେଦ ଦେଖାଦେବ।
बंधु परिजन सहित भल संपर्क बजाई रखंतु। समस्त प्रकार नूतन कार्य विफलता जुग, विद्यार्थी शिक्षार्थी मानकर पाठ हानि जुग। तेज बिछारा राशि व्यक्ति आज जहाँकि ऑफिस जनित कार्य कार्य चाप बढ़िबो। आज दूरयात्रा करुथिले कार्य विफलता सहित बिछारा राशि व्यक्ति आज पाप खराब काम प्रति आपणकर आकृष्ट अधिका बढ़ी पारे, यहाँ प्रति ध्यान दियंतु। तेबे आज बिछारा राशि व्यक्ति निजर भाग्य को परिवर्तन करिबा पई निजर भोजन करने पूर्व किछि अंश कुकुर को खाइबा को दियंतु। आज बिछारा राशि व्यक्तिंकर भाग्य संख्या रही 3, भाग्य रंग आपण कमला रंग व्यवहार करंतु। ग्रह माने आपण को आज 35% साथ दौछंती। एबे चलंतु जानिबा धनु राशि व्यक्ति विषय। धनु राशि व्यक्ति आज दिनटी आपणकर आनंदर दिन, भाग्य उदयर दिन। आकस्मिक भावे आपणकर भाग्य जहाँकि साथ देव। बंधु प्रियजन सहित अनेक कार्य सफलता शीर्ष में पहुंची पारिबे। रोग मुक्त रहिबे। उत्तम भोजन सहित उपहार किछि प्राप्त करिबे, नूतन जिनिस किछि आनिबार सुयोग देव। आज इंटरव्यू एग्जाम रे निश्चित धनु राशि व्यक्ति सकल प्रकार शुभ जुग रहुछि। चाकरी संबंध रे कार्य जहाँकि प्रशंसार पात्र बनी पारंती उपरस्थ कर्मचारी ठारू। तेबे धनु राशि व्यक्ति आज जहाँकि शिक्षार्थी विद्यार्थी भाग्य अति उत्तम जुग रहुछि। जेकोसी कंपटीशन क्षेत्र में भाग नियंतु ना कहीं धनु राशि व्यक्ति विजय प्राप्त जुग रहुछि बा शत्रु विजय जुग रहुछि। तेबे धनु राशि व्यक्ति आज दूरयात्रा करुथिले निश्चित सफलता पाइबे। तत्सहित धनु राशि व्यक्ति पूर्व जदि स्वास्थ्य जनित किसी समस्या थिबो आज दूरीभूत होबार अनेक चांस रहुछि। आज धनु राशि व्यक्ति निजर भाग्य को अधिक सफलता करिबा पई माई कुकुर को खाइबा पई दियंतु। आज धनु राशि व्यक्ति भाग्य संख्या रही 1, भाग्य रंग आपण हलदिया रंग व्यवहार करंतु। ग्रह माने आपण को आज 95% साथ दौछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज समस्त प्रकार कार्य रे आपणकर कार्य हानि जुग रहुछि। आकस्मिक भावे व्यापार वाणिज्य रे आपणकर अर्थनाश होई पारे, अर्थात आपण आज व्यापार वाणिज्य सठिक ढंग रे करंतु। टिकिए अवहेला हेले आपण अर्थ हानि जुग रे पड़ी पारंती। तेबे आज मकर राशि व्यक्ति मान सम्मान बा कटु कथा काहाकू कहंतु नाही, नहने मान सम्मान हानि हेबो। स्वास्थ्य प्रति टिके ध्यान दियंतु। आखि जनित जो मानकर समस्या आज अधिक सावधान रहिबा को पड़ी पारे। तेबे आज मकर राशि व्यक्ति जहाँकि जो माने आपनको पूर्वरु सहायता करुथिले आज दूरता अवलंबन करिवे। आज आय ठारू व्यय अधिका रहिबो। समस्त प्रकार ऑफिस जनित कार्य रे कार्य चाप बढ़िबो। दूरयात्रा करिले सफलता पाई पारिबे नाही। बंधु प्रियजन सहित वैचारिक मतभेद, मनरे अशांति, प्रेम जगत रे भाग्य दुर्बल। तेबे आज मकर राशि व्यक्ति निजर भाग्य को परिवर्तन करिबा पई बा आसुथिबा समस्या को दूरीभूत करिबा पई केशर युक्त तिलक लगांतु। आज मकर राशि व्यक्ति भाग्य संख्या रही 2, भाग्य रंग आपण धूसर रंग व्यवहार करंतु। ग्रह माने आपण को आज जहाँकि 40% साथ दौछंती। तेबे एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज आपणकर भाग्य उदय जुग रहुछि। समस्त प्रकार कार्य रे आपण सफलता पाइबे। नूतन गुरुत्वपूर्ण निष्पत्ति नहीं पारिबे। तेबे कुंभ राशि व्यक्ति आज राजनीतिक सामाजिक क्षेत्र में निजर दक्षता वृद्धि करिबो। तत्सहित मकर राशि व्यक्ति शिक्षार्थी विद्यार्थी भाग्य उदय जुग रहुछि। तत्सहित आज इंटरव्यू एग्जाम थिले निश्चित कुंभ राशि व्यक्ति सफलता पाइबे। आज कुंभ राशि व्यक्ति चाकरी संबंध रे कार्य प्रशंसा जुग रहुछि। तेबे कुंभ राशि व्यक्ति परिवार वर्ग, बंधु वर्ग एवं प्रेम जगत रे भाग्य अति शुभ जुग स्तर रहिछि। आज पति पत्नी सहित भल संपर्क बजाय रहिबो। तेबे आज कुंभ राशि व्यक्ति स्वास्थ्य दृष्टि देखिले आपण संपूर्ण सुस्थ, मानसिक स्तर रे मध्य सुस्थ रहिबे। आज कुंभ राशि व्यक्ति दूरयात्रा करिले निश्चित सफलता जुग रहुछि। आज कुंभ राशि व्यक्ति निजर भाग्य को अधिक सफलता करिबा पई पाचिला लेंबू बही जाउथिबा पानी रे भसांतु। आज कुंभ राशि व्यक्ति भाग्य संख्या रही 9, भाग्य रंग आपण सुनेली रंग व्यवहार करंतु। ग्रह माने आपण को आज 98% साथ दौछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति
ଆଜି ଆପଣଙ୍କର ସକଳ ପ୍ରକାର କାର୍ଯ୍ୟ ସଫଳତା ହବ, କିନ୍ତୁ ବିରୁଦ୍ଧ ମଧ୍ୟ ଆସିପାରେ, କିନ୍ତୁ ତାକୁ ଖାତିର ନକରି ନିଜର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ରହିବ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଜାଇ ରଖିବେ। ଚାକିରି ସମ୍ବନ୍ଧରେ କାର୍ଯ୍ୟ ଚାପ ବଢ଼ିଲେ ମଧ୍ୟ ନିଜର ଦକ୍ଷତା ବଳରେ ତାକୁ ସମ୍ପୂର୍ଣ୍ଣ କରିବାର ଅଧ୍ୟକ୍ଷତା ଆପଣଙ୍କ ପାଖରେ ରହିବ। ତେବେ ମୀନ ରାଶି ବ୍ୟକ୍ତି ଆଜି ଗ୍ରହ ସୁଖ, ପରିବାର ସୁଖ, ବନ୍ଧୁବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ। ବ୍ୟବସାୟ କ୍ଷେତ୍ରରେ ଆପଣ ଆଶା ଠାରୁ ଅଧିକ ଲାଭ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ଅର୍ଥ ଦେଣନେଣ ପାଇଁ ଭଲ ଯୁଗ ରହୁଛି। ତେବେ ଆଜି ମୀନ ରାଶି ବ୍ୟକ୍ତି ଯାହାକି ଦୂରଯାତ୍ରା କରୁଥିଲେ ନିଶ୍ଚିତ ସଫଳତା ପାଇବେ। ତତ୍ସହିତ ଆପଣଙ୍କର ଯାହାକି ଧନୁରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ଆଜି ଧନୁରାଶି ବ୍ୟକ୍ତି ନିଜର ଭାଗ୍ୟକୁ ଅଧିକ ଚେଞ୍ଜ କରିବା ପାଇଁ ନିଜର କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କର ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ।